ଜୟଶ୍ରୀ ଧଳ ମ୍ୟାଡ଼ାମ୍ କରିଥିଲେ। ସେଇଠି ଆପଣମାନଙ୍କ ତତ୍ତ୍ୱାବଧାନରେ ସେ ବାହାରିଥିଲା ପେପରରେ ହରିସାରେ ଯାହା ହଉ ତାକୁ ପଢ଼ିଛନ୍ତି। ସେ ଦ୍ୱାରା ମୁଁ କିଛି ସହଯୋଗ ପାଇପାରିନଥିଲି। ହରିସାରେ ମୋ ନମ୍ବରଟି କଲେକ୍ଟ କରିକିରି ମୋ ସାଙ୍ଗରେ କଥା ହେଇଥିଲେ, କହିଲେ କିଛି ସହଯୋଗ ପାଇଛ? ମୁଁ କହିଲି ସାର୍ କିଛି ପାଇନି। ତାପରେ ସିଏ ଭାଙ୍ଗି ପଡ଼ିଥିଲେ, ଭାଙ୍ଗି ପଡ଼ିକିରି କହିଲେ ହଉ ମୁଁ ଆପଣଙ୍କୁ ଭେଟ କରିବି। ଯାହା ହଉ ଆଜି ପରମ ସୌଭାଗ୍ୟର ଦିନ, ସିଏ ଆସିକିରି ଏ ଦିନ ଦରିଦ୍ର ପାଲାଗାୟକଟା ପାଖରେ ଉପସ୍ଥିତ ହେଇଛନ୍ତି। ହେଇକିରି ସହଯୋଗର ହାତ ବଢ଼ାଇବା ପାଇଁ ସେ ଉଦ୍ୟମ ପ୍ରକାଶ ବି କରିସାରିଛନ୍ତି। ଆଉ DCO କତିକି ଫୋନ୍ ବି କରିଥିଲେ, କେମିତି କ'ଣ କଳାକାର ଭତ୍ତା ଗଭର୍ଣ୍ଣମେଣ୍ଟ ସହଯୋଗ ହେଇପାରିବ, ଇଏ ପ୍ରଚେଷ୍ଟା ବି ସେ କରିଛନ୍ତି। ଜୀବନରେ ମୁଁ ସହଯୋଗ କେବଳ ପାଇଛି, ବହୁ ପ୍ରକାର ସହଯୋଗ ଏପର୍ଯ୍ୟନ୍ତ ସେ କରି ଆସିଛନ୍ତି। ଆମ ପାଲା ପ୍ରେସିଡେଣ୍ଟ ସିଏ ହେଲେ ମଦନ ମୋହନ ଜେନା, ସେ ମୋ ଧରମ ବାପା। ମେଡ଼ିସିନ ଇଞ୍ଜେକ୍ସନ ପ୍ରତ୍ୟେକ ଖର୍ଚ୍ଚ ସେ ବହନ କରି ଚାଲିଛନ୍ତି। ହରି ଭାଇ ଆଜି ଆସିଥିଲେ, କ'ଣ ଆପଣଙ୍କୁ ପ୍ରତିଶ୍ରୁତି ଦେଲେ? ସେ ପ୍ରତିଶ୍ରୁତି ଦେଇଛନ୍ତି ପ୍ରତି ମାସରେ ମୋର ଗୋଟେ ପେନସନ୍ କରାଇବେ 1000 ଲେଖା ତାଙ୍କ ଫଣ୍ଡରୁ, ନିଜସ୍ୱ ଫଣ୍ଡରୁ ସେ 1000 ଲେଖା ପେନସନ୍ କରାଇଦେବେ। ଆଉ କିଛି ସହଯୋଗ ମଧ୍ୟ କରିବେ ବୋଲି ପ୍ରତିଶ୍ରୁତି ମୋତେ ଦେଲେ। ଆପଣ କେତେ ଖୁସି? ମୁଁ ଅତି ଆନନ୍ଦ। ଯାହା ହଉ ମେଡ଼ିସିନ ଖର୍ଚ୍ଚ ମିଳୁନଥିଲା, ତାଙ୍କ ଦ୍ୱାରା ମେଡ଼ିସିନ ଇଞ୍ଜେକ୍ସନ୍ କିଛି ବି ପାଇପାରିବି, ଏତିକି ସୌଭାଗ୍ୟ। ସେତିକି ପାଇପାରୁନଥିଲି, ସେ ଯଦି ଏ ପ୍ରକାର ସହଯୋଗ କରିବେ ମୁଁ ନିଶ୍ଚିତ ପାଇବି। ତାଙ୍କୁ ଧନ୍ୟବାଦ ଦେବେ? ନିଶ୍ଚିତ, କେବଳ ଧନ୍ୟବାଦ ତ ନୁହଁ, ଅନନ୍ତ କୋଟି ଧନ୍ୟବାଦ ତାଙ୍କୁ ମୁଁ ଦେବି। ଓକେ। ଧନ୍ୟବାଦ।